ନବୀନ ବାବୁଠୁ ଆଉ ଶରତ କରିବା ଲୋକ କିଏ ଅଛି? ସେ ସଫଳ ହେଇପାରିବେନି। ଆଉ ସରିଗଲା। ବହୁତ ଭୂତେଇଲେ। ମୋ ଭଳିଆ ଲୋକକୁ ରାୟ ସବୁ ପଠେଇବେ ବୋଲି କହିଲେ କେତେ ଥର ପଠେଇଲେ କି? ପାଣ୍ଡିଆନଙ୍କ ରାଜତ୍ୱ ପରେ ଆଉ କେହି ରାଜତ୍ୱ କରିପାରିବେନି। ଏଇଟା ତାଙ୍କର ଶେଷ। ଦିଲ୍ଲୀପ ରାୟ ଜିତୁଛନ୍ତି ଏବଂ ଠିକ ଲୋକକୁ ଦେଇଛନ୍ତି ଏଥର ବିଜେପି ଯୋଉ କ୍ୟାଣ୍ଡିଡେଟ୍ ସବୁ ଠିଆ ହେଇଛନ୍ତି ସମସ୍ତେ। ବାକି ସିଏ କ'ଣ ବାରମ୍ବାର କହୁଛନ୍ତି ଭକ୍ତ ଆଉ ନବୀନ ବାବୁ କ'ଣ ଏକାଠି ହେଇଯାଇଛନ୍ତି। ସେଇଟା ହିଁ ପତନର କାରଣ ହବ। ନବୀନ ବାବୁ ଯାହା ହେଇଛି ଆହୁରି ହେଇଯିବ। ଏମିତି କ'ଣ ହୁଏ? ଆରେ ରେଜଲ୍ଟ ବାହାରିଲା ପରେ ମନେ ପକେଇଲେ ମତେ କହିବ। ଏମିତି କରାଯାଏ। ଜିତି ତ ଅଛନ୍ତି ଆଉ କେମିତି ଜିତିବେ? ମୁଁ ତୁମକୁ ବୁଝେଇବି କେମିତି ଜିତିବେ। ତମେ ଦେଖିବ ସେ ରେଜଲ୍ଟ ବାହାରିଲା ପରେ ମତେ ମନେ ପକେଇବ। ମୁଁ ଏନେ କାହିଁ କହିବି। ସେଇଟା ହିଁ ବିପଦର କାରଣ ହବ। ଏ ଗୋଟେ ପଦ କହିଲେ ହବ। ଶୁଣ, ରାଜନୀତିର ଅନ୍ୟ ନାମ ହେଲା ଷଡ଼ଯନ୍ତ୍ର। ଯିଏ ଭଲ ଷଡ଼ଯନ୍ତ୍ର କରିପାରେ ସେ ରାଜନୀତିରେ ଭଲ ଉଠେ। ତେଣୁ ନବୀନ ବାବୁଠୁ ଆଉ ଶରତ କରିବା ଲୋକ କିଏ ଅଛି? ସେ ସଫଳ ହେଇପାରିବେନି। ଆଉ ସରିଗଲା। ବହୁତ ଭୂତେଇଲେ। ମୋ ଭଳିଆ ଲୋକକୁ ରାୟ ସବୁ ପଠେଇବେ ବୋଲି କହିଲେ କେତେ ଥର ପଠେଇଲେ କି? ଧୋକାଟା ସମୟ ଜାଣିଛନ୍ତି। ମିଡିଆ ଆଗରୁ କହିଛି, ମୁଁ କାହିଁ କହିବି। ମୁଁ ତ ଭଲ ଲାଗେନି କାହା ବିଷୟ କହିବା। କିନ୍ତୁ ମୁଁ ଯାହା ଦେଖୁଛି ପାଣ୍ଡିଆନଙ୍କ ରାଜତ୍ୱ ପରେ ଆଉ କେହି ରାଜତ୍ୱ କରିପାରିବେନି। ଏଇଟା ତାଙ୍କର ଶେଷ। ବିଜେଡି କଥା କହୁଛନ୍ତି? ଆରେ ଲୋକ ତାଙ୍କୁ ପରାସ୍ତ କରିଦେଲେ ଏଥରକ। ଆଗକୁ ଜିତିବା ପାଇଁ ହେଲେ ଜିତିବାର କୌଶଳ ଯୋଉ ରାଜନୀତିରେ ଜିତିବା ପାଇଁ ରଣନୀତି ସହିତ ରଣକୌଶଳ ଦରକାର। ସେ କୌଶଳରେ ବଡ ମିଛୁଆ ହେଇଗଲା ବର୍ତ୍ତମାନ ନବୀନ ପଟ୍ଟନାୟକ। କହିବେ ଗୋଟେ କଥା ଆଉ ଗୋଟେ କଥା କରିବେ। ଭଲ କଲା ନ ପଠେଇକି। ଓ ବିଜେପି କଥା କହୁଛନ୍ତି ନା? ତାଙ୍କର କ'ଣ ଅଛି କୌଶଳ ସେଇଟା ସେ କେମିତି କହିବେ? ନାଇଁ ମତେ ପ୍ରତିଶ୍ରୁତି ଦେଇନାହାନ୍ତି। ନାଇଁ ମତେ ବିଜେପି ପ୍ରତିଶ୍ରୁତି ଦେଇନାହାନ୍ତି। ବିଜେଡି ଦେଇଥିଲା। ନବୀନ ପଟ୍ଟନାୟକ ଦେଇଥିଲା ନା? ଆଚ୍ଛା କଥା। ସିଏ ତ ଦେଖିଲ କୋଭଳି ଭାବରେ ତମେ ସବୁ ଜାଣିଛ ସାମ୍ବାଦିକ ବନ୍ଧୁମାନେ। ସିଏ କଥା କହିଥିବା କଥା ଯେତେବେଳେ ରଖିଲେ ନାହିଁ ଆଉ ତାଙ୍କ ସହିତ ରହି ଲାଭଟା କ'ଣ? ଭବିଷ୍ୟତ ପୁଣି ଆହୁରି ଓଲଟା କରିବେ। ଯାହା କଲେ ସେଥିପାଇଁ ଭୋଗିଲେ। ଲୋକ ଭୋଟ ଦେଲେନି ଏବଂ ନବୀନ ବାବୁ ଯେତେ ବଡ଼ ମିଛୁଆ ପ୍ରମାଣିତ ହେଲା ତାଠୁ ବଡ଼ ମିଛୁଆ ହେଲା କିଏ କହିଲେ? ପାଣ୍ଡିଆନ।